ବାମରା ଓ କୁଚିଣ୍ଡା ବ୍ଲକରେ ହାତୀଙ୍କ ଗତିବିଧିକୁ ନେଇ ପ୍ରଭାବିତ ଅଞ୍ଚଳରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବା ନେଇ ଟାଟା ପାୱାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି। ସୂଚନା ଅନୁସାରେ ବାମରା ବ୍ଲକ ଅନ୍ତର୍ଗତ କେସାଇବାହାଲ ଓ ରଙ୍ଗିଆଟିକ୍ରା ଏବଂ କୁଚିଣ୍ଡା ବ୍ଲକ ଅନ୍ତର୍ଗତ ଅର୍ଡାବାହାଲ ଓ ଗୋଛରା ପଞ୍ଚାୟତ ଅଞ୍ଚଳରେ ପାଶଖି ହାତୀଙ୍କ ଏକ ଦଳ ଘୁରି ବୁଲୁଥିବା ବେଳେ ବନ ବିଭାଗ ହାତୀର ଗତିବିଧି ଉପରେ ନଜର ରଖିଛି। ଅନ୍ୟପଟେ ବନ ବିଭାଗର ସୂଚନାକୁ ଆଧାର କରି ସୁରକ୍ଷା ଦୃଷ୍ଟିରୁ ହାତୀ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ବିଦ୍ୟୁତ ସରବରାହ ବିଚ୍ଛିନ୍ନ କରାଯାଇଥିବା ନେଇ ଗୁରୁବାର ରାତି ପ୍ରାୟ 9ଟାରେ ଟାଟା ପାୱାର ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।